ଖଣିଜ ସମ୍ପଦ ଯାହାକୁ ଆମେ ଓଡ଼ିଶାର ରତ୍ନ ଭଣ୍ଡାର ବୋଲି କହୁଛେ ସେଥିରେ ସମଗ୍ର ଦେଶର 50% ଊର୍ଦ୍ଧ୍ୱ ହେଉଛି ଓଡ଼ିଶା ରାଜ୍ୟରେ ଖଣିଜ ସମ୍ପଦ ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ରହିଛି ସେ ବକ୍ସାଇଟ୍ ହଉ ଆଇରନ୍ ଓର୍ ହଉ କୋଇଲା ହଉ କ୍ରୋମାଇଟ୍ ହଉ ମାଙ୍ଗାନିଜ୍ ହଉ ଡୋଲୋମାଇଟ୍ ଯେକୌଣସି ଖଣିଜ ପଦାର୍ଥକୁ ଆପଣ ଯିବେ ଓଡ଼ିଶାରେ ତା ଗଚ୍ଛିତ ଏବଂ ଇଣ୍ଡିଆନ୍ ରେୟାର ଆର୍ଥ ତା ବି ଓଡ଼ିଶାରେ ଅଛି ଓକେ କିନ୍ତୁ ଗରିବ କାହିଁକି ଯେଉଁ ରାଜ୍ୟରେ କିଛି ନାହିଁ ଖଣିଜ ସମ୍ପଦ ଆଦୌ ନାହିଁ ଓଡ଼ିଶା ପରେ ଝାଡ଼ଖଣ୍ଡ ରାଜ୍ୟ ସେଠି ଅଛି ଆଉ ନହେଲେ ମଧ୍ୟପ୍ରଦେଶରୁ ଯେଉଁ ରାଜ୍ୟ ଅଲଗା ହେଲା ନୂଆ ରାଜ୍ୟ ଗଠନ ହେଲା ଛତିଶଗଡ଼ରେ ମୋଟାମୋଟି ଖଣିଜ ସମ୍ପଦ ଯାକ ଭରପୁର ରହିଛି ଏବଂ ଓଡ଼ିଶା ନମ୍ବର 1ରେ ଅଛି ସମଗ୍ର ଦେଶରେ ତା ସତ୍ତ୍ୱେ ଆମେ ଗରିବ କାହିଁକି ଆମର ମୁଣ୍ଡ ପିଛା ଆୟ ବଢ଼ିପାରୁନି ଆମେ ଆମ ଖଣିଜ ସମ୍ପଦର ଠିକ୍ ଭାବରେ ବ୍ୟବହାର କରିନୁ ଏବଂ ବ୍ୟବହାର କରିବା ପାଇଁ ଯେଉଁ ନୀତିର ଆବଶ୍ୟକତା ଅଛି ସେ ନୀତି ଆମେ ଆଜି ପର୍ଯ୍ୟନ୍ତ ପ୍ରଣୟନ କରିପାରିନୁ ବା ତାକୁ ଆମେ ଲାଗୁ କରୁନୁ ଏବଂ କେବଳ ସେତିକି ନୁହେଁ ଆମର ସମୁଦ୍ରର ବେଳାଭୂମି 480 କିଲୋମିଟର କୌଣସି ରାଜ୍ୟରେ କଥା ନାହିଁ